अबे पुस्त चलते तैयारी किंतु अबे पुस्त दाम ହେଇଛି ସେଇ ପାଇଁ आलू ଆଉ ପିଆଜ ବାଦାମ को ଛେଚା ହେଇକି ବଟା ହେଇକି ବଟା ହେଇକି ବାଦାମ ବଟା ହେଇକି ପୋସ୍ତ ହଉଛି। ଓହୋ ପିଆଜ ବର୍ତ୍ତମାନ ଗରମ ତେଲରେ ପଡିଯାଇଛି। ଦେଖିଆ ଦିଦି କେମିତି କରୁଛନ୍ତି ରୋଷେଇ। ये ଆମ ନ୍ୟू ରୋଷେଇ କିଚେନ ରୁମ୍। ଦେଖଉଛି ଚାଲିଛି ଗ୍ରାଇंडिंग ବାଦାମ କୁ ମିକ୍ସ ହେଇଗଲା ତାପରେ ରେଡି ହେଇଯିବ ଅବିକା ତା ଦେହରେ ପଡିବ ଏଇଟା। ସେଥିରେ ହଳଦୀ ପଡେନି। ହଳଦୀ ପଡେନି ନା ଆଉ କଣ ଲଙ୍କାଗୁଣ୍ଡ ପଡେ? ଏଟା ହଳଦୀ ପଡିଲେ ତା ସେଣ୍ଟ ଟା ପଳେଇବ ପୋସ୍ତ ସେଣ୍ଟ ପଳେଇବ। ଓହୋ ହେଇ ଆସିଲେ ଟିକେ ସୋରିଷ ତେଲ ପଡିବ ଟିକେ। ଏଟା ଆଉ କେତେ କଞ୍ଚା ଟାଇମ ସୋରିଷ ବସିବ ତେଲ କେତେ ଟାଇମ ବସିବ? ଆଉ 5 ରୁ 7 ମିନିଟ ବସିଲେ ହେଇଯିବ ଆଉ। ତ ଫାଇନାଲି ରେଡି ହେଇଗଲା ପୁସ୍ତ ତରକାରୀ ପୁସ୍ତ ଚଚ୍ଚଡି। ପୁସ୍ତ ଏଟା ଚଚ୍ଚଡି ଆଉ ଟିକେ ସୋରିଷ ତେଲରେ ବଙ୍ଗାଳୀ ପଡିଲେ ରେସିପି। ବଙ୍ଗାଳୀ ରେସିପି ଥରେ ଖାଇକି ଦେଖନ୍ତୁ ବହୁତ ସୁନ୍ଦର ଲାଗେ ବହୁତ ଟେଷ୍ଟି। ରେଡି ହେଇଗଲାଣି ନା ହେଇନି? ହଁ ହେଇଗଲା ଆଉ। ପୁରା ଜୁକଜୁକିଆ ପୁରା ସ୍ଵାଦିଷ୍ଟ ସ୍ଵାଦିଷ୍ଟ।